ମାନେ ଆଜି ଆମେ ଆମ ସପ୍ତମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିର ଦ୍ୱିତୀୟ ଚାପ୍ଟର ପାଣିପାଗକୁ ବୁଝିବା ହେଲା। ଏଇ ବିଷୟଟିକୁ ସମ୍ପୂର୍ଣ୍ଣ ଭାବେ ମନ ଦେଇ ବୁଝିବା। ଏକ ସୁନ୍ଦର ଚାପ୍ଟର, ଆମ ଦୈନନ୍ଦିନ ଜୀବନରେ ୟାକୁ ସବୁଦିନ ଆମେ ବ୍ୟବହାର କରୁଛେ। ପିଲାମାନେ, ଉପରେ ଗୋଟେ ବାକ୍ୟ ଦେଇଛି, ତାକୁ ଜଣେ ଫରାସୀ ଉପନ୍ୟାସକ କହିଥିଲେ, ପାଣିପାଗରେ କୌଣସି ପରିବର୍ତ୍ତନ ପୃଥିବୀ ତଥା ବ୍ୟକ୍ତିବିଶେଷର ନୂତନତା ଆଣିଥାଏ। ତା ବିଷୟରେ କ'ଣ ଏମିତି କହିଲେ ବିଷୟଟିକ ପଢ଼ିବା ହେଲା। ତାହେଲେ ପିଲାମାନେ, ଆଗ ବିଷୟକୁ ଯିବା ପୂର୍ବରୁ ଗୋଟେ କଥା ଚିନ୍ତା କର, ଆମ ଚାରିପଟେ ପାଣିପାଗ ବା ପାଗକୁ ଆମେ କିପରି ମାପିବା ବା ନିରୀକ୍ଷଣ କରିପାରିବା। ଆମେ କହିଦେଇପାରିବା କି ଆଜି ବର୍ଷା ହେବ କି ନାହିଁ, ଆଜି କେତେ ଖରା ହେବ, କେତେ ଡିଗ୍ରୀ ସେଣ୍ଟିଗ୍ରେଡ଼ ଖରା ହେବ, ବୁଝି ହେଉଛି ତ? ତାହେଲେ ପାଣିପାଗର ପୂର୍ବାନୁମାନ ଆମକୁ କିପରି ପ୍ରବଳ ବର୍ଷା, ଝଡ଼ ତୋଫାନ, ମରୁଡ଼ି, ଗ୍ରୀଷ୍ମ ପ୍ରବାହ ଆଦି ବିପର୍ଯ୍ୟୟରୁ ରକ୍ଷା ପାଇଁ ସାହାଯ୍ୟ କରେ। ପିଲାମାନେ ଦେଖିବ, ଯେତେବେଳେ ବାତ୍ୟା ଆସିବ ଟିଭିରେ ଆଗୁଆ ଦେଇଦେବ ବାତ୍ୟା ଆସିବ ବୋଲି। କେମିତି ସେଇଟା ହେଉଛି, କେମିତି ସେମାନେ ଆଗୁଆ କହିଦେଉଛନ୍ତି? ତାହେଲେ ପାଣିପାଗ ଓ ଏହାର ଉପାଦାନ। ଏକ ଶୀତୁଆ ସକାଳରେ ଶେଯରୁ ଉଠିଗଲେ ତୁମେ ଥରିବାକୁ ଲାଗ। ନିଜକୁ ଉଷୁମ ରଖିବା ପାଇଁ ତୁମେ ଶୀତ ପୋଷାକ ବ୍ୟବହାର କରିଥାଅ। ଗ୍ରୀଷ୍ମ କାଳରେ ଶରୀରକୁ ଶୀତଳ ଓ ଆରାମ ରଖିବା ଭଳି ପୋଷାକ ଲୋଡ଼ା ପଡ଼ିଥାଏ। ପ୍ରକୃତପକ୍ଷେ ଏହା ବିଭିନ୍ନ ଋତୁରେ ଆମ ଶରୀର ଦେଉଥିବା ସଂକେତର ଫଳ। ଅପରପକ୍ଷେ ଆମ ଶରୀର ହିଁ ପାଗକୁ ଅନୁଭବ କରିଥାଏ। ପିଲାମାନେ, ବର୍ତ୍ତମାନ କେତେ ଗରମ ହେଉଛି ହେଲା, ଖରାଦିନେ କେତେ ଗରମ ହେଉଛି, କେମିତିଆ କପଡ଼ା ମୁଁ ପିନ୍ଧିବି, ଶୀତ ଦିନେ କେତେ ଶୀତ ହେଉଛି, ମୁଁ ଶୀତ କପଡ଼ା ପିନ୍ଧିବି। ଆମ ଶରୀରକୁ ଆମ ଶରୀର ପାଗ ଅନୁଭବ କରିପାରିଥାଏ, ସେହି ଅନୁସାରେ ଆମେ ଆଡ଼ଜଷ୍ଟମେଣ୍ଟ କରିଥାଉ। ତାହେଲେ ପିଲାମାନେ, ଏଠି ପ୍ରଶ୍ନ ଆସୁଛି, ପାଗ କ'ଣ କିରେ? ପିଲାମାନେ, ପାଗ ହେଉଛି ଏହି ନିର୍ଦ୍ଦିଷ୍ଟ ସ୍ଥାନର ନିର୍ଦ୍ଦିଷ୍ଟ ସମୟରେ ବାୟୁମଣ୍ଡଳ ଅବସ୍ଥାକୁ ପାଗ କୁହାଯାଏ। ଆମ ଗାଁରେ ଆଜି ହେଲା କେଉଁ ପ୍ରକାର ବାୟୁମଣ୍ଡଳ ଅଛି, ତାକୁ ନିର୍ଦ୍ଦିଷ୍ଟ ସ୍ଥାନର ନିର୍ଦ୍ଦିଷ୍ଟ ସମୟକୁ, ମାନେ ବର୍ତ୍ତମାନ ଅଛି, ତାକୁ ଆମେ ପାଗ ବୋଲି କହିବା। ଏଠାରେ ପ୍ରଶ୍ନ ଉଠେ, ତାହେଲେ ବାୟୁମଣ୍ଡଳ କ'ଣ? ପୃଥିବୀକୁ ଚାରିପାଖରେ ଘେରି ରହିଥିବା ଗ୍ୟାସୀୟ ସ୍ତରକୁ ବାୟୁମଣ୍ଡଳ କୁହାଯାଏ। ପିଲାମାନେ, ଏଇଟା ହେଲା ଆମର ପୃଥିବୀ, ଏହାର ଚାରିପଟେ ଘେରି ରହିଛି ଟ୍ରପୋସ୍ଫିୟର, ଷ୍ଟ୍ରାଟୋସ୍ଫିୟର, ମେଜୋସ୍ଫିୟର, ଥର୍ମୋସ୍ଫିୟର, ଏକ୍ସୋସ୍ଫିୟର। ବୁଝିହେଲା? ଏଇ ଟ୍ରପୋସ୍ଫିୟରରେ ମନେ ରଖିଥିବ ଗୋଟେ ଓଜୋନ ସ୍ତର ରହିଛି ହେଲା। ଏଇ ଓଜୋନ ସ୍ତର ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମିରୁ ଆମକୁ ରକ୍ଷା କରିଥାଏ। ତା ବିଷୟରେ ଆଗକୁ ପଢ଼ିବା। ବୁଝିହେଲା? ତାହେଲେ ଏଥିରେ ଥିବା ସମସ୍ତ ଗ୍ୟାସ୍ ଗୁଡ଼ିକୁ ବାୟୁ କୁହାଯାଏ ଏବଂ ଏଇଠି ଯାହା ଅଛି ସମସ୍ତଙ୍କୁ ବାୟୁ କହିବା। ପୃଥିବୀର ବାୟୁମଣ୍ଡଳ ଥାକ ପରେ ଥାକ ଥିବା କୌଣସି କେକ୍ ସହ ତୁଳନା କରାଯାଇପାରେ। ମାନେ ପ୍ରଥମେ ଟ୍ରପୋସ୍ଫିୟର ରହିଲା, ତାପରେ ଷ୍ଟ୍ରାଟୋସ୍ଫିୟର ରହିଲା, ତାପରେ ମେଜୋସ୍ଫିୟର ରହିଲା। ବୁଝିଲା? ଏମିତି ଥାକ ଥାକ ହେଇକି ବାୟୁମଣ୍ଡଳ ଆମର ଅଛି। ତାହେଲେ ପୃଥିବୀକୁ ଲାଗି ରହିଥିବା ସର୍ବନିମ୍ନ ସ୍ତରକୁ ଟ୍ରପୋସ୍ଫିୟର କୁହାଯାଏ। ମାନେ ଆମେ ଯେଉଁଠି ରହୁଛେ ହେଲା, ଯେଉଁଟା ପୃଥିବୀ କି, ଏଇଟା ହେଲା ପୃଥିବୀ। ବୁଝିହେଲା? ଏଇ ସ୍ପିୟରଟାକୁ କ'ଣ ଟ୍ରପୋସ୍ଫିୟର କହିବା, ତାପରେ ଷ୍ଟ୍ରାଟୋସ୍ଫିୟର ହେଲା, ଏମିତି ଉପରକୁ ଯିବ। ଏହି ସ୍ତରରେ ଭୂଭାଗସ୍ଥ ସମସ୍ତ ବୃକ୍ଷଲତା, ପଶୁପକ୍ଷୀ ବାସ କରନ୍ତି ଓ ଶ୍ୱାସକ୍ରିୟା କରନ୍ତି। ବୁଝିହେଲା? ଆମେ ମନୁଷ୍ୟ ହେଉ, ବୃକ୍ଷଲତା ହେଉ, ପଶୁପକ୍ଷୀ ହେଉ, ଆମେ ଏଇ ଟ୍ରପୋସ୍ଫିୟରରେ ବାସ କରୁଛେ। ପରୀକ୍ଷାରେ ପଡ଼ିବ ନା ଗୀତ। ଏହି ସ୍ତରରେ ପାଣିପାଗ ଜନିତ ସମସ୍ତ ଘଟଣାବଳୀ ଦେଖାଯାଏ। ଆମ ସ୍ତରରେ ସବୁତକ ଘଟଣା ଦେଖାଯାଏ। ଏ ସମ୍ପର୍କରେ ଆମେ ଏହି ଅଧ୍ୟାୟରେ ଆଲୋଚନା କରିବା। ପିଲାମାନେ, ଟ୍ରପୋସ୍ଫିୟର ଭୂଭାଗରୁ 6ରୁ 18 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ। ପିଲାମାନେ, 6ରୁ 18 କିଲୋମିଟର ଯାଏ କ'ଣ ଟ୍ରପୋସ୍ଫିୟର ଅଛି, ଉପରକୁ 18 କିଲୋମିଟର ଯାଏ। ମେରୁ ଅଞ୍ଚଳରେ ଏହି ସ୍ତର ଉଚ୍ଚତା ସର୍ବନିମ୍ନ, କାରଣ ଏଠାକାର ଶୀତଳ ବାୟୁ ଘନୀଭୂତ ହୋଇ ସଙ୍କୁଚିତ ହୋଇଯାଏ। କ୍ରାନ୍ତିମଣ୍ଡଳୀୟ ଏହାର ବିସ୍ତୃତି ଅଧିକ, କାରଣ ଏଠାରେ ଉଷ୍ମ ବାୟୁ ପ୍ରସାରିତ ହୋଇଥାଏ। ପିଲାମାନେ, ଯେଉଁଠି ମନେକର ଏଇଠି ମନେକର ଗରମ ବହୁତ ହେଉଛି, ବୁଝିହେଲା? ତାହେଲେ ଏଠାର ବହୁତ ଉଚ୍ଚ ପର୍ଯ୍ୟନ୍ତ ଆମର ବାୟୁ ଅଛି, କାରଣ ଗରମ ବାୟୁଟା ବାଷ୍ପୀଭୂତ ହେବ। ବୁଝିହେଲା? କିନ୍ତୁ ଯେଉଁଠି ଆମର କ'ଣ ବରଫ ହେରିକା ପଡ଼ିଥିବ, ଯେମିତି ହିମାଳୟ, ସେଠି ବାୟୁମଣ୍ଡଳଟା ସଙ୍କୁଚିତ ହୋଇଯାଏ, ତେଣୁ ସେଇଟା ବେଶୀ ଉଚ୍ଚ ପର୍ଯ୍ୟନ୍ତ କ'ଣ ବାୟୁମଣ୍ଡଳ ନାହିଁ।
ତାହେଲେ ବାୟୁମଣ୍ଡଳରେ ଅନ୍ୟାନ୍ୟ ସ୍ତର ଗୁଡ଼ିକ ବିଷୟରେ ତୁମେ ଅଧିକ ଭାବେ ବିଜ୍ଞାନ ବିଷୟରେ ପଢ଼ିବା ପିଲାମାନେ। ପାଗକୁ ବର୍ଣ୍ଣନା କରିବା ପାଇଁ ଆମେ ଅନେକ ଶବ୍ଦ ବ୍ୟବହାର କରିଥାଉ, ଯଥା ଗରମ, ଥଣ୍ଡା, ବର୍ଷା, ମେଘୁଆ, ଆର୍ଦ୍ର, ତୁଷାରପାତ, ପବନ ଇତ୍ୟାଦି। ଏଗୁଡ଼ିକ ଆମେ ପାଣିପାଗର ଉପାଦାନ ଗୁଡ଼ିକୁ କିପରି ବିଭିନ୍ନ ଭାବରେ ଅନୁଭବ କରୁଛେ ସେ ବିଷୟରେ ମଧ୍ୟ ବର୍ଣ୍ଣନା କରିଥାଉ। ପିଲାମାନେ ଆମେ ସ୍ଥାନୀୟ ଭାଷାରେ ପାଣିପାଗକୁ ବ୍ୟବହାର କରିବା କ'ଣ କ'ଣ ଶବ୍ଦ ବ୍ୟବହାର କରୁଛେ ହେଲା, ଯେମିତି ଗରମ, ଥଣ୍ଡା, ଉଷୁମ, ଶୀତୁଆ ହେଲା, ଖରା, ଆରାମଦାୟକ, ଗୁଳୁଗୁଳିଆ ହେଲା, ମେଘୁଆ ଏସବୁ ଶବ୍ଦ ବ୍ୟବହାର କରିଥାଉ। ତାହେଲେ ପାଗର ପିଲାମାନେ ଉପାଦାନ ଅଛି 5ଟି, ଆମେ ତାକୁ ଦେଖିବା। ତାହେଲେ ତାପମାତ୍ରା, ବାୟୁମଣ୍ଡଳ କେତେ ଉଷ୍ମ ବା କେତେ ଶୀତଳ ତାକୁ ଆମେ ତାପମାତ୍ରା କହିଲେ। ବର୍ଷଣ, ଆକାଶରୁ ପଡ଼ୁଥିବା ଜଳର ବିଭିନ୍ନ ପ୍ରରୂପ, ଯଥା ବୃଷ୍ଟିପାତ, ତୁଷାରପାତ, ହିମ ମିଶ୍ରିତ ବୃଷ୍ଟି ବା କୁଆପଥର ବୃଷ୍ଟି। କୁଆପଥର ବୃଷ୍ଟି ଆମେ ଜାଣିଛେ ହେଲା, କୁଆପଥର ଖସିବା। ତୁଷାରପାତ ହେଲା ହିମ କିମ୍ବା ଆଂଶିକ ହିମ ବୃଷ୍ଟି ହେଲା, ଦେଖିବ ଶୀତ ଦିନ ଏଇଟା ହେବ। ବାୟୁମଣ୍ଡଳୀୟ ଚାପ, ଭୂପୃଷ୍ଠରେ ଅନୁଭୂତ ଆମ ଉପରେ ଥିବା ବାୟୁର ଓଜୋନ ହେଲା। ତାପରେ ପବନ, ଗତିଶୀଳ ବାୟୁର ବେଗ ଓ ଦିଗ। ଆର୍ଦ୍ରତା ହେଲା ବାୟୁମଣ୍ଡଳରେ ଉପସ୍ଥିତ ଜଳୀୟ ବାଷ୍ପର ପରିମାଣ, କେତେ ଜଳୀୟ ବାଷ୍ପ ଅଛି ତାକୁ ଆମେ ଆର୍ଦ୍ରତା କହିବା। ଗୋଟେ ଚିନ୍ତା କରିବା, ଆମେ ଏକ ପରିସ୍ଥିତି ସମ୍ବନ୍ଧରେ କଳ୍ପନା କର। ଚେନ୍ନାଇର କ୍ରିଷ୍ଣାନ କାଶ୍ମୀରର ଅମୀର ସହ ଫୋନରେ କଥା ହେଉଛି। କ୍ରିଷ୍ଣାନ ଅମୀରକୁ କହୁଛି ଯେ ଚେନ୍ନାଇରେ ଶୀତୁଆ ପାଗ ହୋଇଛି କାରଣ କାଲି ରାତିରେ ଏଠି ବର୍ଷା ହୋଇଥିଲା। ଅମୀର ତାକୁ ପଚାରୁଛି କିଭଳି ଥଣ୍ଡା ଲାଗୁଛି। କ୍ରିଷ୍ଣାନ କିପରି ଅମୀରକୁ ବୁଝାଇବ ଯେ କେତେ ପରିମାଣ ଲାଗୁଛି, କାହିଁକି ନା କ୍ରିଷ୍ଣାନ ପାଇଁ ଯାହା ଥଣ୍ଡା ତାହା ଅମୀର ପାଇଁ ବେଶ ଆରାମଦାୟକ। ବୁଝିହେଲା? ତାହେଲେ କେମିତି ବୁଝିଲ ଦେଖ ପିଲାମାନେ। ଚେନ୍ନାଇ ହେଉଛି ତାମିଲନାଡ଼ୁ, ଏଇ ତଳେ ଅବସ୍ଥିତ ଆମର। ବୁଝିହେଲା? ଇଏ ହେଲା ଆମର ଦକ୍ଷିଣ ପଟ, ଏଥିରେ ପ୍ରାୟ ଗରମ ଦିନ ହୁଏ। ୟାଙ୍କୁ ଯେତେବେଳେ ଅଳ୍ପ ଟିକେ ବର୍ଷା ହେଇଯିବ, ଟିକେ ଶୀତ ପାଗ ଲାଗିବ, ତାଙ୍କୁ ଭଲ ଲାଗିବ। କିନ୍ତୁ କାଶ୍ମୀରରେ ତ ସବୁବେଳେ ଶୀତ। ବୁଝିହେଲା? ତାହେଲେ ଏଥିରୁ ଜଣାପଡ଼ିଲା ଯେ କ୍ରିଷ୍ଣାନ ପାଗର ଶୀତଳତା ସମ୍ବନ୍ଧରେ ଅମୀରକୁ ବୁଝାଇବା ବେଶ କଷ୍ଟକର ହେଉଛି। ସହମତି ଭିତ୍ତିରେ ତାପମାତ୍ରା ନିରୂପଣ ଦ୍ୱାରା ହିଁ ଏହାର ସମସ୍ୟାର ସମାଧାନ ସମ୍ଭବ। ପାଗର ଅନ୍ୟାନ୍ୟ ଉପାଦାନ ଗୁଡ଼ିକ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେଲା। ବିଭିନ୍ନ ମାନଦଣ୍ଡ ବ୍ୟବହାର କରି ଆମେ ମାପିବା, ଦେଖିବା ଆଗକୁ। ପିଲାମାନେ ଆଦିମ କାଳରେ ମନୁଷ୍ୟ ପ୍ରକୃତିକୁ ଅତି ନିକଟରୁ ନିରୀକ୍ଷଣ କରି ଆସୁଛି ହେଲା। ବହୁତ ବର୍ଷ ପୂର୍ବରୁ ନିଜ ଅଭିଜ୍ଞତାରୁ ପାଗର ପୂର୍ବାନୁମାନ ପାଇଁ ପ୍ରକୃତିର ସଂକେତ ଗୁଡ଼ିକୁ ସଠିକ୍ ଭାବେ ବୁଝି ପାରୁଛି। ଅଳ୍ପ ଉଚ୍ଚତାରେ ଉଡ଼ୁଥିବା ପକ୍ଷୀ, ଅଣ୍ଡା ବୋହି ନେଉଥିବା ପିମ୍ପୁଡ଼ି, ବିଭିନ୍ନ ମଞ୍ଜି ସଂଗ୍ରହ କରୁଥିବା ଗୁଣ୍ଡୁଚି ମୂଷା, ବେଙ୍ଗର ରଡ଼ି, ଶଙ୍କୁ ବିଶିଷ୍ଟ ପାଇନ୍ ଫଳର ପେନ୍ଥା ଖୋଲିବା ଓ ବନ୍ଦ ହେବା ଆଦି ଘଟଣା ଆଗାମୀ ସମୟରେ ଝଡ଼ ବର୍ଷା ହେବାର ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ। ପିଲାମାନେ ଏସବୁ ପ୍ରକୃତି ହିଁ ଆମକୁ ଜଣେଇଦେବ ଯେ କେତେବେଳେ ଝଡ଼ ବର୍ଷା ହେବ। ବୁଝିହେଲା? ପକ୍ଷୀଟା କେତେ ଉଚ୍ଚରେ ଉଡ଼ୁଛି, ଅଣ୍ଡା ହେଲା ବୋହି ନେଉଥିବା ପିମ୍ପୁଡ଼ି, ବିଭିନ୍ନ ମଞ୍ଜି ସଂଗ୍ରହ କରୁଥିବା ଗୁଣ୍ଡୁଚି ମୂଷା ଖାଦ୍ୟ ସଂଗ୍ରହ କରିବ ହେଲା। ଏହି ଜ୍ଞାନ ଏକ ପିଢ଼ିରୁ ଅନ୍ୟ ଏକ ପିଢ଼ିକି ଚାଲି ଆସୁଅଛି। ଏବେ ମଧ୍ୟ ଭାରତର ଅନେକ ସ୍ଥାନରେ ଲୋକମାନେ ପାରମ୍ପରିକ ପଦ୍ଧତିରେ ପାଗର ପୂର୍ବାନୁମାନ କରୁଛନ୍ତି। ମୁଖ୍ୟତଃ ମୌସୁମୀର ଆଗମନ ସମ୍ବନ୍ଧରେ ଜାଣିବା ପାଇଁ ଏହି ଜ୍ଞାନ ବ୍ୟବହାର କରୁଛନ୍ତି। ଆମେ ପ୍ରାୟତଃ ଶୁଣିଥିବା କେଉଁଟା ଦେଖିବ, ବର୍ଷା ଆଗମନରେ ବେଙ୍ଗ ଗୁଡ଼ିକ ରଡ଼ି ଛାଡ଼ିବେ, ଏଇଟା ଆମେ ଶୁଣିଥିବା, ଆଉ ଆମେ କିଛି ଶୁଣି ନଥିବା। ତାହେଲେ ପ୍ରଥମେ ଦେଇଛି ପିମ୍ପୁଡ଼ି ହେଲା। ପାଗର ପରିବର୍ତ୍ତନ ମୁଖ୍ୟତଃ ପ୍ରବଳ ବର୍ଷାର ଆଗାମୀ ସୂଚନା ପିମ୍ପୁଡ଼ିମାନଙ୍କ ବ୍ୟବହାରରେ ଦୃଷ୍ଟିଗୋଚର ହୁଏ। ଏକ ପ୍ରାକୃତିକ ଆଚରଣ ଭାବେ ପିମ୍ପୁଡ଼ିମାନେ ସେମାନଙ୍କର ଅଣ୍ଡା ଗୁଡ଼ିକୁ ଉଚ୍ଚ ସ୍ଥାନମାନଙ୍କୁ ସ୍ଥାନାନ୍ତର କରିବା ପାଗ ପରିବର୍ତ୍ତନ ମୁଖ୍ୟତଃ ପ୍ରବଳ ବର୍ଷାର ଆଗାମୀ ସୂଚନା ଦେଇଥାଏ। ବୁଝିହେଲା? ତାପରେ ସେମିତି ପାଇନ୍ ହେଲା, ଗୋଟେ ପ୍ରକାର ପାଇନ୍ର
ଶଙ୍କାକୃତି ଫଳ, ଏଇ ଫଳ ପାଇନ୍ ଗଛର ହେଲା ବାୟୁମଣ୍ଡଳର ଆର୍ଦ୍ରତା ଦ୍ୱାରା ଖୋଲିବା ଏବଂ ବନ୍ଦ ହେବା ଏକ ପ୍ରାକୃତିକ ପଦ୍ଧତି ହେଲା। ସେ ଆର୍ଦ୍ରତା ଦ୍ୱାରା ଖୋଲିବ, ମନକୁ ମନ ମଧ୍ୟ ବନ୍ଦ ହେଇଯିବ। ଆର୍ଦ୍ର ପରିବେଶରେ ଏଇ ଫଳ ତାର ମଞ୍ଜିକୁ ସୁରକ୍ଷା ଦେବା ପାଇଁ ବନ୍ଦ ହୋଇଯାଏ ହେଲା। ଏଇଟା ଆର୍ଦ୍ର ପରିବେଶରେ ପାଗ ଶୁଖିଲା ଥିଲେ ଫଳଟି ଖୋଲିଯାଏ ଓ ବୀଜ ବିକ୍ଷେପ ହୁଏ ହେଲା। ଏକ ସୁନ୍ଦର ପ୍ରକୃତି ହିଁ ଆମକୁ ଜଣେଇଦେବ କେତେବେଳେ ଝଡ଼ ତୋଫାନ ବର୍ଷା ଆସିବ। ତାହେଲେ ପିଲାମାନେ ବିଗତ କିଛି ଶତାବ୍ଦୀ ଧରି ବୈଜ୍ଞାନିକମାନେ ପାଗର ଉପାଦାନ ଗୁଡ଼ିକ ସଠିକ୍ ଭାବେ ମାପିବା ତଥା ନିରୀକ୍ଷଣ କରିବା ପାଇଁ ପଦ୍ଧତିମାନ ନିର୍ଣ୍ଣୟ କରିଛନ୍ତି। ଉପଲବ୍ଧ ସୂଚନା ଆଧାରରେ ଜଳବାୟୁ ବିଜ୍ଞାନୀମାନେ ଆଗାମୀ କିଛି ଘଣ୍ଟା, କିଛି ଦିନ ବା କିଛି ସପ୍ତାହରେ ପାଗ କିପରି ଆଚରଣ କରିବ ତାର ପୂର୍ବାନୁମାନ ପାଇଁ ଚେଷ୍ଟା କରିଛନ୍ତି। ସେମାନେ ଏହା କିପରି କରନ୍ତି? ସେମାନେ କ'ଣ କେବଳ ଆକାଶକୁ ଚାହିଁ ଅନୁମାନ କରନ୍ତି କି ପ୍ରକୃତପକ୍ଷେ ସେମାନେ କିଛି ବୈଜ୍ଞାନିକ ଉପକରଣର ସାହାଯ୍ୟ ନିଅନ୍ତି? ତାକୁ ଆସ ଆଲୋଚନା ଆମେ କରିବା। ତାହେଲେ ପିଲାମାନେ ପାଗ ପର୍ଯ୍ୟବେକ୍ଷଣ ଯନ୍ତ୍ର ପ୍ରଥମରେ ଦେଲା ଆମକୁ ତାପମାତ୍ରା। ପିଲାମାନେ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିରେ ଆମେ ପଢ଼ିଛେ ତାପ ମାପିବା ପାଇଁ ବିଭିନ୍ନ ପ୍ରକାର ତାପମାନ ଯନ୍ତ୍ର ଯଥା ଜ୍ୱର ମାପକ ତାପମାନ ଯନ୍ତ୍ର, ପରୀକ୍ଷାଗାର ତାପମାନ ଯନ୍ତ୍ରର ବ୍ୟବହାର ତଥା ତାପମାତ୍ରା ମାନକ ଭାବେ ସେଲସିୟସ୍ ମାନ, ଫାରେନହାଇଟ୍ ମାନ ବିଷୟରେ ଅବଗତ ଅଛି। ଉଦାହରଣ ସ୍ୱରୂପ ଏକ ଶୀତଳ ଗୃହର ଯଦି ତାପମାତ୍ରା 15 ଡିଗ୍ରୀ ସେଲସିୟସ୍ ତେବେ ଏହା 69 ଡିଗ୍ରୀ ଫାରେନହାଇଟ୍ ସହ ସମାନ। ବୁଝିହେଲା? ଦୁଇଟାଙ୍କ ତାପମାତ୍ରାର ଏକକ ହେଲା। 15 ଡିଗ୍ରୀଟା ଯେତେବେଳେ ଶୀତଳ ଗୃହର ତାପମାତ୍ରା ଯଦି 15 ଡିଗ୍ରୀ ସେଇଟା 69 ଡିଗ୍ରୀ ଫାରେନହାଇଟ୍ ସହ ସମାନ। ଏଇଟା କେମିତି କାଲକୁଲେଟ୍ ହେଉଛି ହେଲା, ଏଇଟା ମୁଁ ଅଲଗା ଗୋଟେ କ୍ଲାସ୍ରେ ତୁମକୁ ଭିଡ଼ିଓ କରିଦେବି। ବୁଝିହେଲା? କେମିତି ଡିଗ୍ରୀ ସେଣ୍ଟିଗ୍ରେଡ଼ରୁ ଆମେ ଫାରେନହାଇଟ୍ ଯାଉଛେ ହେଲା। ତାହେଲେ ଗରମ ହେଲେ ପିଲାମାନେ ବରଫ ଶୀଘ୍ର ତରଳି ଯାଏ ହେଲା, ଆମେ ଜାଣିଛେ। ଏବଂ ମେଘୁଆ ପାଗ, ଏଠି ଆମର ଥଣ୍ଡା ହେଉଛି ଏଥିରେ 4.2ରେ। 4.3ରେ କ'ଣ ହେବ? ଶୀତ ଦିନେ ନଡ଼ିଆ ତେଲ କଠିନ ହୋଇଯାଏ, ଆମେ ଜାଣିଛେ, ତାକୁ ଉଷୁମ କଲେ ଯାଇକି ତରଳେ। ଏବଂ 4.4ରେ ଦେଲା ଥଣ୍ଡା ପାଗରେ ଦହି ବସିବାକୁ ଅଧିକ ସମୟ ଲାଗିଥାଏ। ତାହେଲେ ପିଲାମାନେ ବିଭିନ୍ନ ପ୍ରକାର ତାପମାନ ଯନ୍ତ୍ର ରହିଛି। କେତେକ କେବଳ ଆଖପାଖ ପରିବେଶର ତାପମାତ୍ରା ମାପ କରନ୍ତି, ଆଉ କେତେକ ଦୈନିକ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରିଥାନ୍ତି। ଅଧିକାଂଶ ଥର୍ମୋମିଟର ଏକ ରଙ୍ଗୀନ ତରଳ ପଦାର୍ଥ ବ୍ୟବହାର କରାଯାଏ। ତାପମାତ୍ରା ବୃଦ୍ଧି ପାଇଲେ ଏହା ପ୍ରସାରିତ ହୁଏ। ଆଜିକାଲି ଅଧିକରୁ ଅଧିକ ଭାବେ ଡିଜିଟାଲ ଥର୍ମୋମିଟରକୁ ପସନ୍ଦ କରାଯାଉଛି, କାରଣ ସେଗୁଡ଼ିକ ସଠିକ୍ ଭାବେ ଅଧିକ ତଥ୍ୟ ରେକର୍ଡ଼ କରିପାରନ୍ତି। ବାସ୍ତବରେ ତାପମାତ୍ରା ଅଧ୍ୟୟନରୁ ମିଳୁଥିବା ତଥ୍ୟ ଆଧାର ଅନେକ ଗୁଡ଼ିଏ ଉପାଦେୟ ପରିସଂଖ୍ୟାନ ଉପଲବ୍ଧ କରୁଛି। ବୁଝିହେଲା? ତାହେଲେ ସେ ଅନେକ ଗୁଡ଼ିଏ ଆମର ଡିଜିଟାଲ ମିଟର ବ୍ୟବହାର କରୁଛେ। ତାହେଲେ ତାପମାତ୍ରାର ବ୍ୟବଧାନ, ଏହା କୌଣସି ଦିନରେ ସାଧାରଣ ଭାବେ 24 ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ଓ ସର୍ବନିମ୍ନ ତାପମାତ୍ରାର ବ୍ୟବଧାନ ବୁଝାଏ ହେଲା। ହାରାହାରି ଦୈନିକ ତାପମାତ୍ରା, ଏହା କୌଣସି ଦିନର ସର୍ବୋଚ୍ଚ ତାପମାତ୍ରା ଓ ସର୍ବନିମ୍ନ ତାପମାତ୍ରାକୁ ଯୋଗ କରି 2ରେ ହରଣ କରିବା ଦ୍ୱାରା ଉପଲବ୍ଧ ହୋଇଥାଏ। ପିଲାମାନେ ଆଜି ମନେକର 40 ଡିଗ୍ରୀ ସର୍ବୋଚ୍ଚ ହେଇଛି ହେଲା, ସର୍ବନିମ୍ନ ହେଇଛି 20। ବୁଝିହେଲା? ତାକୁ ଯଦି ଆମେ 2ରେ ହରିଦେବା ତାହେଲେ ଆମେ ହାରାହାରି ଦୈନିକ ତାପମାତ୍ରା ପାଇଯିବା। ମାନେ 40ରେ 20 ମିଶିଲେ 60/2 = 30। 30 ହେଉଛି ହାରାହାରି ଦୈନିକ ତାପମାତ୍ରା। ବୁଝିହେଲା ତ? ତାହେଲେ ମନେ ରଖ, ଭାରତ ପାଣିପାଗ ବିଭାଗ 1875 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ପରୀକ୍ଷାରେ ପଡ଼ିବ କେଉଁ ମସିହାରେ? 1875 ମସିହାରେ। ଆଦିତ୍ୟଦାୟିତ ବୃଷ୍ଟି ଅର୍ଥାତ୍ ସୂର୍ଯ୍ୟଙ୍କଠାରୁ ବର୍ଷା ଉତ୍ପନ୍ନ ହୁଏ। ଏହି ବାକ୍ୟାଂଶଟି ପ୍ରାଚୀନ ଗ୍ରନ୍ଥ ମନୁସ୍ମୃତିରୁ ଉଦ୍ଧୃତ ହୋଇଛି। ସମ୍ପୂର୍ଣ୍ଣ ଶ୍ଲୋକଟିର ଅର୍ଥ ହେଲା ସୂର୍ଯ୍ୟଙ୍କଠାରୁ ବର୍ଷା ଉତ୍ପନ୍ନ ହୁଏ, ବର୍ଷାରୁ ଖାଦ୍ୟ ଆସେ ଏବଂ ଖାଦ୍ୟରୁ ଜୀବଜଗତ ଉତ୍ପତ୍ତି ହୁଏ। ତାହେଲେ ବର୍ଷା କାହିଁକି ସୂର୍ଯ୍ୟଙ୍କଠାରୁ ସୃଷ୍ଟି ହୋଇଥାଏ? ଏହାର କୌଣସି କାରଣ ତୁମେ ଚିନ୍ତା କରିପାରୁଛ କି? ପିଲାମାନେ ଏଇଠି ମୁଁ ଲାଷ୍ଟରେ କହିବି ହେଲା। ତାହେଲେ ଏଇଠି 1875 ମସିହାରେ ଭାରତ ପାଣିପାଗ ବିଭାଗ ସୃଷ୍ଟି ହୋଇଥିଲା। ତାଙ୍କର କ'ଣ ଶ୍ଲୋକଟି ଥିଲା? ସୂର୍ଯ୍ୟଙ୍କଠାରୁ ବର୍ଷା ଉତ୍ପନ୍ନ ହେଲା, ବର୍ଷାରୁ ଖାଦ୍ୟ ଆସେ, ଖାଦ୍ୟରୁ ଜୀବଜଗତ ଉତ୍ପତ୍ତି ହୁଏ। ବୁଝିହେଲା? କ'ଣ ପାଇଁ ଏମିତି କୁହାହେଲା? ବର୍ଷା କାହିଁକି ସୂର୍ଯ୍ୟଙ୍କଠାରୁ ଆସେ ପଢ଼ିବା। ତାହେଲେ ଆମେ ପିଲାମାନେ ଅନୁସନ୍ଧାନ କର। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବିଭିନ୍ନ ଦିନର ତାପମାତ୍ରା ଏକ ଚାର୍ଟ ଦିଆଯାଇଛି।
ଦର୍ଶାଇଥିବା ସପ୍ତାହରେ ତାପମାତ୍ରା କେତେ ରେକର୍ଡ ହୋଇଛି ଦେଖିବା। ବୁଝିହେଲା। ତାହେଲେ ତାରିଖରେ ସର୍ବୋଚ୍ଚ ତାପମାତ୍ରା, ସର୍ବନିମ୍ନ ତାପମାତ୍ରା। ବୁଝିହେଲା। ସର୍ବୋଚ୍ଚ ହେଲା 38 ଡିଗ୍ରୀ ଉଠିଥିଲା 6/4/2025 ହେଲା। ତାହେଲେ ତାପମାତ୍ରା ପରେ ଆମର ବର୍ଷଣ। ବୁଝିହେଲା। ତାହେଲେ ପିଲାମାନେ ତୁମେ କୌଣସି ଗଣମାଧ୍ୟମରୁ ଜାଣିଲ ଯେ ଭୁବନେଶ୍ୱରରେ ଗୋଟିଏ ଦିନ 30 ମିଲିମିଟର ବର୍ଷା ହୋଇଛି। ଏ 30 ମିଲିମିଟର ଏହାର ଅର୍ଥ କ'ଣ? ବୃଷ୍ଟିପାତ କିପରି ମପାଯାଏ? ଆମେ କେମିତି ଜାଣିବା ଆଜି କେତେ ବର୍ଷା ହେଇଛି? ବିଭିନ୍ନ ସ୍ଥାନର ବର୍ଷାର ପରିମାଣ ବୃଷ୍ଟି ପରିମାପକ ଯନ୍ତ୍ର ଦ୍ୱାରା ମପାଯାଏ। ବୁଝିହେଲା। ଏଇଟା ହେଲା ଆମର ବୃଷ୍ଟି ମାପକ ଯନ୍ତ୍ର। ଏଇ ଯନ୍ତ୍ର ଦ୍ୱାରା ଆମର କେତେ ବର୍ଷା ହେଇଛି ମପା ଯାଏ। ଏହି ଯନ୍ତ୍ର ଉପର ଅଂଶରେ ଏକ କାଚର କାହାଳି ଥାଏ। କାହାଳିର ନିମ୍ନ ଭାଗ ଏକ ସିଲିଣ୍ଡର ମଧ୍ୟକୁ ପ୍ରବେଶ କରିଥାଏ। ବର୍ଷା ହେଲେ କାହାଳି ଉପରେ ପଡ଼ୁଥିବା ଜଳ ସିଲିଣ୍ଡର ମଧ୍ୟକୁ ପ୍ରବେଶ କରେ। ସିଲିଣ୍ଡର 1 ଇଞ୍ଚ ବା ମିଲିଲିଟର ଦାଗ ଥିବା ମାପକ ସଂଯୁକ୍ତ ଥାଏ। ହେଲା। ଏଠି 1 ଇଞ୍ଚ 1 ମିଲିଲିଟର ସବୁ ମାପ ଥାଏ। ଉଦାହରଣ ସ୍ୱରୂପ ଯେତେବେଳେ ସିଲିଣ୍ଡର 5 ମିଲିମିଟର ହୁଏ ସେତେବେଳେ ସେହି ଅଞ୍ଚଳରେ 5 ମିଲିମିଟର ବୃଷ୍ଟିପାତ ହୋଇଛି ବୋଲି ଜଣାଥାଏ। ପିଲାମାନେ ବଡ଼ ଏଇଥିରେ ଆମର କାଚ ଇଏଟି ଥିବ ହେଲା। ଏଇଥିରୁ ଆମେ ଜାଣିଦେବା ଯେ ଯେତେ ପାଣି ଉପରକୁ ଉଠିବ ସେତେ ମିଲିଲିଟର ବର୍ଷା ହେଇଛି ବୋଲି ଆମେ କହିବା। ତାହେଲେ ଆମେ ସେମିତି ବୃଷ୍ଟିମାପକ ଯନ୍ତ୍ର ଭଳି ଆଉ ଏକ ଯନ୍ତ୍ର ତିଆରି କର। ସେଇ ଯନ୍ତ୍ରଟିକି କୌଣସି ଖୋଲା ସ୍ଥାନକୁ ନେଇକି ରଖ। ବର୍ଷାକୁ ବାଧା ଦେଲା ଭଳି କୌଣସି ବଡ଼ ବୃକ୍ଷ ବା ଉଚ୍ଚ ଅଟ୍ଟାଳିକାରୁ ଏହା ଦୂରରେ ରହିବା ଆବଶ୍ୟକ। ହେଲା। ଯେମିତି ବର୍ଷାକୁ ରଖିପାରୁନଥିବ ସେ। ହେଲା। ଯନ୍ତ୍ରଟି ଏକ ସମତଳରେ ରହିବା ନିତାନ୍ତ ଆବଶ୍ୟକ। ଏହା ଯେପରି ପବନରେ ଢଳି ନଯାଏ ବା ଗଡ଼ି ନ ପଡ଼େ ସେଥିପ୍ରତି ବିଶେଷ ଧ୍ୟାନ ଦେବା। ସିଲିଣ୍ଡରରେ ଦିଆଯାଇଥିବା ପରିମାପକ ଚିହ୍ନ ଦ୍ୱାରା ସଂଗୃହୀତ ବର୍ଷା ଜଳର ପରିମାଣ ନିର୍ଣ୍ଣୟ କର। ତେବେ ମନେ ରଖ, 1 ମାସର ପ୍ରତ୍ୟେକ ଏକ ନିର୍ଦ୍ଦିଷ୍ଟ ସମୟରେ ବୃଷ୍ଟିପାତର ପରିମାଣ ନିର୍ଣ୍ଣୟ ହେବା ଆବଶ୍ୟକ। ମୁଖ୍ୟତଃ ବର୍ଷା ଋତୁରେ 1 ମାସ ଧରି ଏହି କାର୍ଯ୍ୟ ସୁଚାରୁରୂପେ କରିବା ଆବଶ୍ୟକ। ଯେଉଁ ଅଞ୍ଚଳରେ ତୁଷାରପାତ ହେଉଥିବ ସେଠାରେ ବରଫ ତରଳିଲା ପରେ ହିଁ ମାପ ନିଆଯିବ। ତୁମ ପାଖରେ ଥିବା ବୃଷ୍ଟିପାତ ତଥ୍ୟରୁ ମାସର ପ୍ରତ୍ୟେକ ସପ୍ତାହର ହାରାହାରି ବୃଷ୍ଟିପାତ ନିର୍ଣ୍ଣୟ କର ଏବଂ ସପ୍ତାହରୁ ସପ୍ତାହ ମଧ୍ୟରେ ବୃଷ୍ଟିପାତ ଥିବା ପରିବର୍ତ୍ତନ ଉପରେ ନିଜର ମତାମତ ଦିଅ। ଏଇଟା ପିଲାମାନେ ତୁମେ ନିଜେ କରିପାରିବ। ହେଲା। ଯଦି ବୃଷ୍ଟିପାତ ହେଉଥିବ ମାନେ ବରଫ ପଡ଼ୁଥିବ ତାହେଲେ ବରଫ ତରଳିଲା ପରେ ହିଁ ଆମେ ତା'ର ମାପ ନେବା କହୁଛି। ତାହେଲେ ବାୟୁମଣ୍ଡଳର ଚାପ ଆମ ଶରୀରର ତାପମାତ୍ରା ଓ ବର୍ଷା ସହ ବେଶ ସଚେତନ। ହେଲା। ତୁମେ ଅନୁଭବ କରିଥିବା ଯେକୌଣସି ଝଡ଼ ତୋଫାନ ଆସିବା ପୂର୍ବରୁ ପାଗ ଭାରି ଭାରି ଲାଗେ। ଏହା ବାୟୁମଣ୍ଡଳୀୟ ଚାପ ସହ ଜଡ଼ିତ, ଯାହା ଆମ ଉପର ଓ ଚାରିପାର୍ଶ୍ୱର ବାୟୁମଣ୍ଡଳ ଓଜନ ଦ୍ୱାରା ପ୍ରଦତ୍ତ ଚାପ। ଉପକୂଳ ଅଞ୍ଚଳରେ ବାୟୁ ଚାପ ଅଧିକ ଥାଏ ଏବଂ ସ୍ଥାନର ଉଚ୍ଚତା ବୃଦ୍ଧି ସହ ଏହା ହ୍ରାସ ପାଏ। ହେଲା। ଯେଉଁ ମନେକର ନଦୀ ଉପକୂଳ ଅଞ୍ଚଳରେ ଆମର ବାୟୁର ଚାପ ଅଧିକ ଥିବ, ଯେତେ ଉପରକୁ ମେରୁ ଅଞ୍ଚଳରେ ଚାଲିଯିବା ହେଲା ସେତେ ହ୍ରାସ ପାଇବ। କୌଣସି ପର୍ବତ ଉପରେ ଆଡ଼କୁ ଗଲେ ନିମ୍ନରେ ଥିବା ସମତଳ ଅଞ୍ଚଳ ତୁଳନାରେ ବାୟୁ ପତଳା ହେବାକୁ ଲାଗେ। ଯେତେ ଉପରକୁ ଯିବା ବାୟୁ ସେତେ ପତଳା ହେଇଯିବ। ଫଳତଃ ବାୟୁ ଚାପ ହ୍ରାସ ପାଏ। ବାୟୁ ପତଳା ହେବାରୁ କମ୍ ଅମ୍ଳଜାନ ମିଳିଥାଏ। ଦେଖିବ ଯେଉଁମାନେ ମାଉଣ୍ଟେନ୍ ଚଢ଼ୁଥିବେ ସେମାନେ ଅଲରେଡ଼ି ଅକ୍ସିଜେନ୍ ନେଇକି ଯାଇଥିବେ, କାରଣ ଯେତେ ଉପରକୁ ଯିବେ ଅମ୍ଳଜାନ ସେତେ କମି କମି ଆସିବ। ବୁଝିହେଉଛି ତ? ହେଲା। ତେଣୁ ସେମାନେ ଅମ୍ଳଜାନ ଥଳି ନେଇକି ଯାଇଥାନ୍ତି। ହେଲା। ଦେଖ ଏଇଠି ଆମର ଉଷ୍ମ ବାୟୁ ହେଲା, ତ ଏଠି ଆମର ଶୀତଳ ବାୟୁ। ଯେତେ ଉପରକୁ ଯିବ ଅକ୍ସିଜେନ୍ କମିଯିବ। ତାହେଲେ ଉପରକୁ ଚଢ଼ିଲେ ଆମେ ଜାଣିଲେ ଅକ୍ସିଜେନ୍ କମିଯିବ ଏବଂ ଯାହା ତୁମର ଫୁସ୍ଫୁସ୍ର ଆବଶ୍ୟକ ଠାରୁ କମ୍ ହୋଇଥାଏ। ରକ୍ତରେ କମ୍ ଅମ୍ଳଜାନ ମିଶିଥିବାରୁ ପାହାଡ଼ ଚଢ଼ିବା ପାଇଁ ଶରୀରକୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ବୁଝିହେଲା। ଆମ ରକ୍ତରେ କମ୍ ଅମ୍ଳଜାନ ଅଛି, ତେଣୁ ଆମକୁ ଅମ୍ଳଜାନ ଦରକାର, ତେଣୁ ଅଧିକ ପରିଶ୍ରମ କରିବା ଦରକାର। ଏହି କାରଣରୁ ଅତ୍ୟଧିକ ଉଚ୍ଚତାରେ ମଣିଷ ବେଳେବେଳେ ଅଣନିଶ୍ୱାସୀ ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବୁଲାଇବା ଓ କ୍ଳାନ୍ତ ଅନୁଭବ କରେ। ସମୁଦ୍ର ଉପକୂଳରେ ଉପରେ ବା ତଳେ ଥିବା ସମତଳ ଅଞ୍ଚଳରେ ବାୟୁର ଚାପ ଯେ ସବୁବେଳେ ଉଚ୍ଚ ରହେ ତାହା ମଧ୍ୟ ଠିକ୍ ନୁହେଁ। ବେଳେବେଳେ ଏଠାରେ ବାୟୁଚାପ ନାଟକୀୟ ଭାବେ ହ୍ରାସ ପାଇଥାଏ। ଜଳବାୟୁ ବିଜ୍ଞାନୀମାନେ ଏ ପ୍ରକାର ସ୍ଥିତିକୁ ଅବପାତ ବା ଲଘୁଚାପ କେନ୍ଦ୍ର ବୋଲି କହିଥାନ୍ତି।
କହିଥାନ୍ତି, ଯାହା ପରବର୍ତ୍ତୀ ସମୟରେ ଏକ ଘୂର୍ଣ୍ଣିଝଡ଼ ବା ବାତ୍ୟାରେ ପରିଣତ ହୋଇଥାଏ। ସବୁବେଳେ ପିଲାମାନେ ଆମ ଉପକୂଳ ଅଞ୍ଚଳରେ ବାୟୁର ଚାପ ମଧ୍ୟ ସମୁଦ୍ର ଉପକୂଳ ଅଞ୍ଚଳରେ ବାୟୁର ଚାପ ଓଡ଼ିଶା ହେଲା କ'ଣ ଆମର ହେଲା ବଙ୍ଗୋପସାଗର ପାଖରେ ଅବସ୍ଥିତ, ତାହେଲେ ଆମେ ସମୁଦ୍ର ଉପକୂଳରେ ରହିଲେ ଆମର ସବୁ ବାୟୁ ଚାପ ସବୁବେଳେ ଅଧିକ ଥାଏ, କିନ୍ତୁ ସବୁବେଳେ ଉଚ୍ଚ ରହେ ବୋଲି ମାନେ ନାହିଁ ହେଲା, ବେଳେବେଳେ ହ୍ରାସ ପାଇଥାଏ। ଏହି ହ୍ରାସ ପାଇଲେ ଅବପାତ ହେବ ବା ଲଘୁଚାପ ହେବ ହେଲା, ଯାହା ଆମକୁ ଘୂର୍ଣ୍ଣିଝଡ଼ ଆଉ ବାତ୍ୟାର ସଂକେତ ଦିଏ। ତାହେଲେ ବାୟୁମଣ୍ଡଳ ଚାପ ମାପିବା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ହେଲା? ତାହେଲେ ପିଲାମାନେ ବାରୋମିଟର ନାମକ ଯନ୍ତ୍ରରେ ବାୟୁଚାପ ମାପାଯାଏ। ପରୀକ୍ଷାରେ ପଡ଼ିବ କେଉଁ ଯନ୍ତ୍ରରେ ବାୟୁଚାପ ମାପାଯାଏ, ସେ ହେଲା ବାରୋମିଟର ହେଲା, ମନେ ରଖ। ଥର୍ମୋମିଟର ଭଳି ବିଭିନ୍ନ ପ୍ରକାର ଚାପମାନ ଯନ୍ତ୍ର ରହିଛି। ମିଲିବାର ଏକକ ଦ୍ୱାରା ବାୟୁଚାପ ପ୍ରକାଶିତ ହୁଏ ହେଲା, ଏବଂ ତା'ର ଏକକ କ'ଣ ମିଲିବାର। ସଂକ୍ଷେପରେ ଏହାକୁ MB କୁହାଯାଏ। ସମୁଦ୍ର ପତନରେ ସାଧାରଣ ବାୟୁଚାପ 1013 ମିଲିବାର ହୋଇଥାଏ। ବାୟୁଚାପ 1000 ମିଲିବାରରୁ କମିଗଲେ ଅବପାତରେ ପରିଣତ ହୁଏ। ପିଲାମାନେ ଆମ ସମୁଦ୍ରରେ ବାୟୁର ଚାପ କେତେ 1013, ଯଦି 1000 ମିଲିବାରରୁ ସେ କମିଯିବ ତାହେଲେ ସେ ଅବପାତର ପରିଣତ ନେବ। ପିଲାମାନେ ବହୁ ଉଚ୍ଚ ସ୍ଥାନକୁ ଯାତ୍ରା କରୁଥିବା ବ୍ୟକ୍ତିମାନେ ମଝିରେ ମଝିରେ ବିଶ୍ରାମ ନେବାକୁ ଉପଦେଶ ଦିଆଯାଇଥାଏ। ଏହାଦ୍ୱାରା ବିଭିନ୍ନ ଉଚ୍ଚତାରେ ଜଳବାୟୁ ସହ ଶରୀର ନିଜକୁ ଖାପ ଖୁଆଇଥାଏ। ଆମେ ମନେକର ଉପରକୁ ଚାଲିଯିବା ନୂଆ ହେଲା, ସାଙ୍ଗେ ସାଙ୍ଗେ ଯଦି ଚାଲିଯିବା ଆମ ଶରୀର ଖାପ ଖୁଆଇ ପାରିବନି, କିନ୍ତୁ ଯଦି ଆମେ ଆସ୍ତେ ଆସ୍ତେ ଯିବା, ପିଲାମାନେ ଗୋଟେ ଷ୍ଟୋରି ଅଛି ମନେ ରଖିଥାଅ। ଗୋଟେ ବେଙ୍ଗ ହେଲା, ବେଙ୍ଗକୁ ଯେତେବେଳେ ଆମେ ପାଣି ଥଣ୍ଡା ପାଣିକି ପକାଇବା, ଆସ୍ତେ ଆସ୍ତେ ସେଇ ପାଣିକି ଗରମ କରିବା ହେଲା, ବେଙ୍ଗ ଆସ୍ତେ ଆସ୍ତେ ସେଇ ଅନୁସାରେ ତାର କ'ଣ ମ୍ୟାଚିଂ କରିକି ଯିବ, ବୁଝିହେଲା। ତାର ମାନେ ଦେହର ଉଷ୍ମତାଟା ସେ ସହନ କରି ଯିବ। କିନ୍ତୁ ଯଦି ଗରମ ପାଣିରେ ଡାଇରେକ୍ଟ ବେଙ୍ଗକୁ ପକାଇଦେବା, ବେଙ୍ଗ ସାଙ୍ଗେ ସାଙ୍ଗେ ବାହାରି ଆସିବ, ବୁଝିହେଲା। ତେଣୁ ପରିବେଶକୁ ଖାପ ଖୁଆଇ ଚାଲିବା। ଲାଦାଖର ଖାରଡୁଙ୍ଗଲା ଭଳି ଥିବା ସ୍ଥାନମାନଙ୍କରେ ପଦାତିକ ବାହିନୀର ସୈନିକମାନେ କାର୍ଯ୍ୟ କରିଥାନ୍ତି। ଏହା ସମୁଦ୍ର ପତନରୁ 5600 ମିଟର ଉଚ୍ଚତାରେ ଅବସ୍ଥିତ। ବାୟୁରେ ଅମ୍ଳଜାନର ପରିମାଣ କମ୍ ଥିବାରୁ ଏଠାରେ ରହିବା ଓ କାମ କରିବା କେତେ ଯେ କଷ୍ଟକର ତୁମେ ଭାବିପାରିବ ନାହିଁ। ଏହା ବ୍ୟତୀତ ଏଠାରୁ ବାୟୁଚାପ ସାଧାରଣ ଭାବେ ପ୍ରାୟ 650 ମିଲିବାର ହୋଇଥାଏ ହେଲା। ପୁରା ସେଇଠି ଶ୍ରମିକମାନେ କାମ କରନ୍ତି, ସୈନିକମାନେ, ବୁଝିହେଲା। ତେଣୁ ସେଠି ବହୁତ କମ୍ ବାୟୁ ଚାପ ଆମର। ଘରେ ପିଲାମାନେ ପବନ, ଗତିଶୀଳ ବାୟୁକୁ ଆମେ ପବନ କହିବା। ବାୟୁ ଉଚ୍ଚଚାପ ବିଶିଷ୍ଟ ଅଞ୍ଚଳରୁ ନିମ୍ନଚାପ ବିଶିଷ୍ଟ ଅଞ୍ଚଳ ଆଡ଼କୁ ପ୍ରବାହିତ ହୋଇଥାଏ। ପବନର ଦୁଇଟି ବୈଶିଷ୍ଟ୍ୟ ରହିଛି, ଯଥା ବେଗ ଓ ଦିଗ। ଏହି ଦୁଇଟି ଦ୍ୱାରା ପବନର ବିଶେଷତା ପ୍ରକାଶ କରାଯାଏ, ବୁଝିହେଲା। ପିଲାମାନେ ଏଇଟା ହେଲା ଶିମିଳି ତୁଳା। ତନ୍ତୁଯୁକ୍ତ ମଞ୍ଜି ଗୁଡ଼ିକ ପବନରେ ଉଡ଼ୁଥିବା ଦେଖିଛ କି? ଯଦି ପବନ ବହୁନଥାନ୍ତା ଏ ମଞ୍ଜି ଗୁଡ଼ିକର କ'ଣ ହୋଇଥାନ୍ତା? କ'ଣ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବିକ୍ଷୋଭ ହୋଇଥାନ୍ତେ କି? ତାହେଲେ ପବନ ପାଗର ଏକ ବିଶିଷ୍ଟ ଉପାଦାନ। ପିଲାମାନେ ଆମେ ବହୁତ ଗୁଡ଼ିଏ ଗଛ କାହିଁକି ସୃଷ୍ଟି ହେଉଛି ହେଲା, ଏଇ ପବନ ଦ୍ୱାରା ଗୋଟେ ମଞ୍ଜିରୁ ଆଉ ଗୋଟେ ଜାଗାକୁ ଯାଇକି ମଞ୍ଜି ପଡ଼ିକି ଆପେ ଆପେ ଗଛ ସୃଷ୍ଟି ହେଉଛି। ତାହେଲେ ପବନର ବେଗ ଓ ଦିଗ ପାଣିପାଗର ପୂର୍ବ ସୂଚନା ଦେବାର ସହାୟକ ହୋଇଥାଏ। ନୌଚାଳନା ତଥା ଉଡ଼ାଜାହାଜ ଚଳାଚଳରେ ପବନର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ସେଥିପାଇଁ ନାବିକ ତଥା ବୈଜ୍ଞାନିକମାନେ ପବନର ବେଗ ତଥା ଦିଗ ବିଷୟରେ ସଚେତନ ରହିବା ଆବଶ୍ୟକ। କୃଷକମାନେ ମଧ୍ୟ ପବନର ଦିଗକୁ ଅନୁଧ୍ୟାନ କରି ବର୍ଷାର ପୂର୍ବାନୁମାନ କରନ୍ତି। ଏତଦ୍‌ବ୍ୟତୀତ ବେଗଶାଳୀ ପବନ ମୃତ୍ତିକାକୁ ଶୀଘ୍ର ଶୁଷ୍କ କରିଦେଇଥାଏ ହେଲା। ବହୁତ ଜୋରରେ ଯଦି ପବନ ଆସିବ ମୃତ୍ତିକାକୁ ଜଲ୍ଦି ଶୁଷ୍କ କରିଦେବ। ସୁତରାଂ ଆମେ ପବନର ବେଗ ଓ ଦିଗ କିପରି ନିର୍ଣ୍ଣୟ କରିବା? ପିଲାମାନେ ଦିଗବାରେଣୀ ବା ୱିଣ୍ଡ ଭେନ୍ ଯନ୍ତ୍ର ହେଲା, ପବନ ଦିଗ କେଉଁଠି ମପାଯାଏ? ଦିଗବାରେଣୀ ଯନ୍ତ୍ର ବା ୱିଣ୍ଡ ଭେନ୍ ଯନ୍ତ୍ର ସାହାଯ୍ୟରେ ଆମେ ପବନର ଦିଗ ମାପାଯାଏ ହେଲା। ଏହି ଯନ୍ତ୍ରର ଏକ ଖମ୍ବ ଉପରେ ଏକ ଘୂର୍ଣ୍ଣମାନ ତୀର ଲାଗିଥାଏ। ଏହାର ଗୋଟିଏ ପାର୍ଶ୍ୱର ମୁନିଆ, ଅପର ପାର୍ଶ୍ୱଟି ମାଛ ଲାଞ୍ଜ ସଦୃଶ ଚଉଡ଼ା ହୋଇଥାଏ। ପବନ ବହିଲେ ମୁନିଆ ପାର୍ଶ୍ୱଟି ପବନ ଯେଉଁ ଦିଗରୁ ବହୁଛି ସେହି ପଟରୁ ଲକ୍ଷ୍ୟ କରିଥାଏ। ଅର୍ଥାତ୍ ପବନ ଦକ୍ଷିଣ ଦିଗରୁ ବହୁଥିଲେ
ତୀରଟି ଦକ୍ଷିଣ ଦିଗକୁ ଚାହିଁଥାଏ। ପୁଚ୍ଛ ପାର୍ଶ୍ୱଟି ଏହାର ବିପରୀତ ଦିଗ ଅର୍ଥାତ୍ ଉତ୍ତର ପଟେ ଥାଏ। ଏପରିକି ଏହା ଅତି ହାଲୁକା ପବନରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ଦେଖୁଛ ପିଲାମାନେ ଏଇଠି କରେ। ହେଲା, ଉଡ଼ାଜାହାଜ ପଡ଼ିଆମାନଙ୍କରେ ଥିବା ପବନ ଦିଗ୍ଦର୍ଶ ଗୁଡ଼ିକୁ ବାତାସଙ୍କୁ କୁହାଯାଏ। ତାକୁ ବାତାସଙ୍କୁ ଆମେ କହିବା ୱିଣ୍ଡ ସକ୍। ଏହା ବୈଜ୍ଞାନିକ ଯିଏ ଉଡ଼ାଜାହାଜ ଉଡ଼ାଇଥାଏ। ଉଡ଼ାଜାହାଜ ଉଡ଼ାଣ ଓ ଅବତରଣ ସମୟରେ ପବନର ଦିଗ ଜାଣିବାରେ ସାହାଯ୍ୟ କରିଥାଏ। ଏହି ପ୍ରକାର ଶଙ୍କୁ କଳକାରଖାନାରେ ବ୍ୟବହୃତ ହୋଇଥାଏ, ଯେଉଁଥିରୁ ଧୂଆଁ ଓ ଅନ୍ୟାନ୍ୟ ଗ୍ୟାସ୍ ନିର୍ଗତ ହୋଇଥାଏ। ବୁଝିହେଲା, ଏଠି କଳକାରଖାନା ଏଇଟା ବ୍ୟବହାର ହୋଇଥାଏ, ଯେଉଁଠାରୁ ପିଲାମାନେ ବାମଟା ହେଉଛି ଆମର ୱିଣ୍ଡ ଭେନ୍। ବୁଝିହେଲା, ପବନ ଦିଗ। ଏଇଟା ହେଲା ଆନିମୋମିଟର। ବୁଝିହେଲା, ବିଭିନ୍ନ ପ୍ରକାର ନୂଆ ଯନ୍ତ୍ର ଦିନକୁ ଦିନ ବାହାରୁଛି। ତାହେଲେ ବାୟୁର ବେଗ ମାପିବା ପାଇଁ ଆନିମୋମିଟର ନାମକ ଏକ ସରଳ ଯନ୍ତ୍ର ବ୍ୟବହାର କରାଯାଏ। ବାୟୁର ବେଗ, ଏଥିରେ 3ଟି ବା 4ଟି ଅର୍ଦ୍ଧଗୋଲାକାର ଧାତବ କପ୍ ରହିଥାଏ। ଏହି କପ୍ ଗୁଡ଼ିକ ଲମ୍ବ ଭାବେ ଥିବା ଏକ ଧାତବ ଖମ୍ବ ସହ ସଂଯୁକ୍ତ, ଏଠି ଆମେ ପଢ଼ିଲେ ଥାଏ। ହେଲା, ଏହି କପ୍ ପବନ ବହିଲେ କପ୍ ଭିତରେ ପବନ ପଶେ ଓ କପ୍ ଗୁଡ଼ିକ ଘୂରିବାକୁ ଲାଗେ। ପବନର ବେଗ ବୃଦ୍ଧି ସହ କପ୍ ଗୁଡ଼ିକ ଅଧିକରୁ ଅଧିକ ବେଗରେ ଘୂରିଥାନ୍ତି। ଧାତବ ଖମ୍ବର ମୂଳରେ ଘଣ୍ଟା ପରି ଏକ ପରିମାପକ ଯନ୍ତ୍ର ରହିଛି। ଏହି ଯନ୍ତ୍ରଟି ତାର ଦ୍ୱାରା କପ୍ ଗୁଡ଼ିକ ସହ ସଂଯୁକ୍ତ। ଫଳତଃ ପବନର ବେଗ ନିମ୍ନରେ ଥିବା ମାପଯନ୍ତ୍ରରୁ ଜଣା ପଡ଼ିଥାଏ। କପ୍ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ କେତେ ଥର ଘୂରିଛନ୍ତି ତାହା ମାପକ ଯନ୍ତ୍ର ହିସାବରେ ରଖେ ଏବଂ ବାୟୁର ବେଗକୁ କିଲୋମିଟର ପ୍ରତି ଘଣ୍ଟା ଆକାରରେ ପ୍ରକାଶ କରେ। ହେଲା, ସେ କେତେଥର ବୁଲିଛି, କେତେ ଜୋରରେ ବୁଲିଛି, ସବୁ ଯନ୍ତ୍ର ସାଇତିକି ରଖିବ ଏବଂ କିଲୋମିଟର ଅନୁସାରେ ଆମକୁ ପ୍ରକାଶ କରିବ ବାୟୁର ବେଗ କେତେ। ତାପରେ ଆର୍ଦ୍ରତା। ପିଲାମାନେ ବାୟୁମଣ୍ଡଳରେ ଥିବା ଜଳୀୟ ବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ। ଆର୍ଦ୍ରତାର ପରିମାଣ ତାପମାତ୍ରା, ପବନ, ବାୟୁଚାପ ଓ ସ୍ଥାନ ଆଦି ଦ୍ୱାରା ପ୍ରଭାବିତ ହୋଇଥାଏ। ମନେକର ଆମ କଟକରେ ଗୋଟେ ପାଗ, ବାଲେଶ୍ୱରରେ ଗୋଟେ ପାଗ, ଭୁବନେଶ୍ୱରରେ ଗୋଟେ ପାଗ, ହେଲା, ସମ୍ବଲପୁରରେ ଗୋଟେ ପାଗ। ଆର୍ଦ୍ରତା ସବୁଠି ଆର୍ଦ୍ରତା ଅଲଗା ହୋଇଥାଏ। ତାହେଲେ ଆର୍ଦ୍ରତା ପୁରୀ କିମ୍ବା ରାଉରକେଲା କେଉଁଠି ଅଧିକ ଥିବ ବୋଲି ତମେ ଭାବୁଛ? ପୁରୀ ସମୁଦ୍ର କୂଳରେ ଥିବାରୁ ଏଠାରେ ଆର୍ଦ୍ରତା ଅଧିକ। ରାଉରକେଲା ସମୁଦ୍ରଠାରୁ ଦୂରରେ ଥିବାରୁ ଏଠାରେ ଆର୍ଦ୍ରତା କମ୍ ଥିବ ବୋଲି ଆମେ ଏମିତି ବି ଜାଣିପାରୁଛେ। କିନ୍ତୁ ତୁମେ ଏ ବିଷୟରେ ନିଶ୍ଚିତ ହେବ କିପରି? ପୁରୀ ଓ ରାଉରକେଲା ମଧ୍ୟରେ ଆର୍ଦ୍ରତା ସ୍ତରକୁ ଆମେ କିପରି ତୁଳନା କରିବା? ହେଲା, ତାହେଲେ ତାକୁ ଆମେ ଜାଣିବା ପାଇଁ ଆର୍ଦ୍ରତା ମାପିବାର ଆବଶ୍ୟକତା ରହିଛି। ହେଲା, ଆଗକୁ ବଢ଼ିବା ପୂର୍ବରୁ ଆମେ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର ଦିଆଯାଇଥିବା ଜଳର ବିଭିନ୍ନ ଅବସ୍ଥା ସମ୍ବନ୍ଧରେ ଜାଣି ରଖିବା ଉଚିତ। ଏହା ଆମକୁ ଆର୍ଦ୍ରତା କିପରି ମପାଯାଏ ଜାଣିବାରେ ସହାୟକ ହେବ। ପିଲାମାନେ, ଜଳ ଯେତେବେଳେ ବାଷ୍ପୀଭୂତ ହେବ ତାହା ଆମକୁ ଶୀତଳତା ପ୍ରଦାନ କରିବ। ମନେ ରଖିଥାଅ, ବାୟୁରେ ଅଧିକ ପରିମାଣର ଜଳୀୟ ବାଷ୍ପ ଥିଲେ ବାଷ୍ପୀଭବନ ମନ୍ଥର ହୋଇଥାଏ। ଏପରି ଅବସ୍ଥାରେ ମୁଖ୍ୟତଃ ବର୍ଷା ଦିନ ଦେଖାଯାଏ। ପିଲାମାନେ, ବାୟୁରେ ଆମର ଜଳୀୟ ବାଷ୍ପର ପରିମାଣ ଆପେକ୍ଷିକ ଆର୍ଦ୍ରତାରେ ଶତକଡ଼ା ହିସାବରେ ଆମେ ପ୍ରକାଶ କରିବା। ବାୟୁରେ ଆଦୌ ଜଳୀୟ ବାଷ୍ପ ନଥିଲେ ଆପେକ୍ଷିକ ଆର୍ଦ୍ରତା 0% ଏବଂ ଜଳୀୟ ବାଷ୍ପ ପରିପୂର୍ଣ୍ଣ ଥିଲେ ଆପେକ୍ଷିକ ଆର୍ଦ୍ରତା 100% ହୋଇଥାଏ। ତେବେ ପାଗ ଶୁଷ୍କ ଥିଲେ ଆପେକ୍ଷିକ ଆର୍ଦ୍ରତା 20ରୁ 40% ମଧ୍ୟରେ ଥାଏ। ଆର୍ଦ୍ର ପାଣିପାଗରେ ଏହା 60ରୁ 80% ଥାଏ। ବୁଝିହେଲା, ଯଦି ଆମେ ଶୁଷ୍କ ଅଛି ତାହେଲେ ଆମେ 20ରୁ 40% ଆର୍ଦ୍ରତା ଦେଖେଇବ ଏବଂ ଆର୍ଦ୍ର ପାଣିପାଗରେ ଆମକୁ 60ରୁ 80% ଆର୍ଦ୍ରତା ଦେଖେଇବ। ତାହେଲେ ପିଲାମାନେ, ଗୋପାଳପୁର ଏକ ନିର୍ଦ୍ଦିଷ୍ଟ ସ୍ଥାନର ଆର୍ଦ୍ରତା 84%, ନୂଆପଡ଼ାରେ 52%। ଉକ୍ତ 2 ସ୍ଥାନ ମଧ୍ୟରୁ କେଉଁଠାରେ ତୁମେ ଓଦା ଲୁଗାଟି ଶୀଘ୍ର ଶୁଖିବ? କହିଲ ଦେଖିବା ପିଲାମାନେ। ଯଦି ଉଭୟ ସ୍ଥାନରେ ତାପମାତ୍ରା ସମାନ ଥାଏ ତାହେଲେ କେଉଁଠି ଅଧିକ ଝାଳ ବୋହିବ? ତମେ ଏଇଟା ସହଜରେ କହିପାରିବ। ହେଲା, ତେବେ ଆମେ ଆର୍ଦ୍ରତାର ପରିମାଣାତ୍ମକ ସଂଖ୍ୟା କିପରି ମାପିବା? ହେଲା, ତାହେଲେ ଆମେ ଜାଣିଲେ ଯେ ନୂଆପଡ଼ାରେ ଜଲ୍ଦି ଶୁଖିବ, କିନ୍ତୁ ଆମେ ପଢ଼ିବା, ବିସ୍ତୃତ ଭାବରେ ପଢ଼ିବା।
ପିଲାମାନେ ଆର୍ଦ୍ରତାର ପରିମାଣାତ୍ମକ ସଂଖ୍ୟା ତାହେଲେ ମାପିବା। ଏହା ହାଇଗ୍ରୋମିଟର ନାମକ ଯନ୍ତ୍ର ଦ୍ୱାରା ମପାଯାଏ। ଆର୍ଦ୍ରତା କେଉଁଥିରେ ମପାଯାଏ? ହାଇଗ୍ରୋମିଟର। ହାଇଗ୍ରୋମିଟର ମଧ୍ୟ ବିଭିନ୍ନ ପ୍ରକାରର। ମୂଳ ତତ୍ତ୍ୱ ବା ନୀତି ଆଧାରରେ ବିଭିନ୍ନ ପ୍ରକାର ହାଇଗ୍ରୋମିଟର ରହିଛି। ଖାଦ୍ୟର ପ୍ରକ୍ରିୟାକରଣ ଆଦି ଶିଳ୍ପରେ ଆର୍ଦ୍ରତା ନିରୂପଣ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରିଥାଏ। ସଂଗ୍ରହାଳୟ ଗୁଡ଼ିକ ମଧ୍ୟ ଆର୍ଦ୍ରତା ନିରୀକ୍ଷଣ କରନ୍ତି, କାରଣ ଶୁଷ୍କ ପରିବେଶରେ ହିଁ ସେଠାରେ ପ୍ରଦର୍ଶିତ ସାମଗ୍ରୀ ଗୁଡ଼ିକ ସଂରକ୍ଷିତ ରହିଥାଏ। ତାହେଲେ ପିଲାମାନେ ପାଣିପାଗ କେନ୍ଦ୍ର କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟରେ ପାଣିପାଗକୁ ମାପିବା ପାଇଁ ଆମେ ଅନେକ ଗୁଡ଼ିଏ ଯନ୍ତ୍ର ଆବଶ୍ୟକତା କରିଥାଉ। ପାଣିପାଗ କେନ୍ଦ୍ରରେ ଏସବୁ ଯନ୍ତ୍ର ଏକାଠି ରହିଥାଏ, ଫଳରେ ପାଗ ନିର୍ଣ୍ଣୟ ଓ ଅନୁସରଣ ସହଜ ହୋଇଥାଏ। ସମସ୍ତ ପାଣିପାଗ ଯନ୍ତ୍ର ଗୁଡ଼ିକର ତଥ୍ୟ ସଂଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କରିବା ଆବଶ୍ୟକ। ଏହା ମାନଚିତ୍ରୀକରଣ ଓ ପାଣିପାଗର ପୂର୍ବାନୁମାନର ସହାୟକ ହୋଇଥାଏ। ତାହେଲେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଆଜିକାଲି କେତେକ ସ୍ଥାନରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଗୁଡ଼ିକ ସ୍ଥାପନ ହେଲାଣି, ଯେମିତି AWS ହେଲା, ତାକୁ ଆମେ ଇଂଲିଶରେ AWS କହିବା, ଅଟୋମେଟେଡ୍ ୱେଦର ଷ୍ଟେସନ୍ ହେଲା। ଏହିସବୁ କେନ୍ଦ୍ର ଗୁଡ଼ିକର ସେନ୍ସର ଦ୍ୱାରା ତାପମାତ୍ରା, ଆର୍ଦ୍ରତା, ପବନର ବେଗ, ଦିଗ, ବର୍ଷଣ, ବାୟୁଚାପ ଭଳି ପାଣିପାଗ ତଥ୍ୟ ସଂଗୃହୀତ ହୋଇଥାଏ। ମନୁଷ୍ୟର ହସ୍ତକ୍ଷେପ ବିନା ମିଳୁଥିବା ଏହି ତଥ୍ୟ ଗୁଡ଼ିକ ବେଶ ସଠିକ୍ ଓ ଉଚିତ ସମୟରେ ଉପଲବ୍ଧ ହୋଇଥାଏ। ଏହିଗୁଡ଼ିକ କୃଷି, ଉଡ଼ାଜାହାଜ ଚଳାଚଳ, ପାଣି ଜାହାଜ ଚଳାଚଳ ତଥା ପରିବେଶ ନିରୀକ୍ଷଣ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହୃତ ହେଉଛି। ମନେ ରଖ ପିଲାମାନେ, 2023 ମସିହାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମୁଦ୍ର ପତ୍ତନରୁ 48,000 ମିଟର ଉଚ୍ଚତାରେ ଥିବା ସିକିମର ଏକ ତୁଷାର ହ୍ରଦଠାରେ ଗୋଟିଏ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରିଛି ହେଲା। ଏହି କେନ୍ଦ୍ର ଆଞ୍ଚଳିକ କ୍ଷେତ୍ରରେ ଯାଉଥିବା ପାଣିପାଗ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରୁଛି ହେଲା। ସିକିମର ତୁଷାର ହ୍ରଦ ନିକଟସ୍ଥ ଆଗୁଆ ସେ ଆମକୁ ଜଣାଇ ଦେଉଛି। ତାହେଲେ ପାଣିପାଗର ଆଗାମୀ ସୂଚନା। ଜଳବାୟୁ ବିଜ୍ଞାନୀମାନେ ଆଲୋଚିତ ଯନ୍ତ୍ର ଗୁଡ଼ିକ ସାହାଯ୍ୟରେ ଦୀର୍ଘକାଳୀନ ତଥ୍ୟ ସଂଗ୍ରହ କରିଥାନ୍ତି। ସେମାନେ ଏହି ତଥ୍ୟ ଗୁଡ଼ିକ ଅଧ୍ୟୟନ କରନ୍ତି ଏବଂ ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରି ପାଣିପାଗ ପୂର୍ବାନୁମାନ କରିଥାନ୍ତି। ପାଣିପାଗର ପୂର୍ବାନୁମାନ ଆଜିକାଲି ବେଶ ଗୁରୁତ୍ୱ ବହନ କରେ ହେଲା, କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡ଼ି, ବନ୍ୟା, ବାତ୍ୟା ଭଳି ଚରମ ଅବସ୍ଥାର ବାରମ୍ବାର ସଂଘଟିତ ହୋଇଥାଏ ହେଲା। ଆମେ ଆଗୁଆ ଜାଣିଦେବା କେତେବେଳେ ବନ୍ୟା ଆସିବ, ମରୁଡ଼ି ଆସିବ, ସେ ଅନୁସାରେ ସଚେତନ ହେବା। ସଠିକ୍ ପୂର୍ବାନୁମାନ ଆମକୁ ଏଭଳି ପ୍ରାକୃତିକ ଦୁର୍ବିପାକ ପାଇଁ ସତର୍କ ରଖିବା ସହିତ ଏହା ସ୍ଥାନୀୟ ପ୍ରଶାସନ, ସରକାରଙ୍କୁ ସମ୍ବଳ ଯୋଗାଡ଼ କରିବା ତଥା ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରଖେ। ବୁଝିହେଲା? ତାହେଲେ ଏଠି ପିଲାମାନେ ରଖ, ଏଠି ଯେଉଁ ଚିହ୍ନ ଦେଇଛି ଆମର ହେଲା, ଏଠି କୁହୁଡ଼ି ଅଞ୍ଚଳ, ଏଇଟା ଭାରି ବୃଷ୍ଟି, ପ୍ରବଳ ବୃଷ୍ଟି, ବୁଝିହେଲା? ସବୁ ଚିହ୍ନରେ ଏଇଟା ଆମେ ଦେଇଛି, ସଂକେତ ଦେଇଛି ହେଲା। ଯେଉଁଠି ଗ୍ରୀନ୍ ସିଗ୍ନାଲ ଲାଗିଛି ଏଠି କୌଣସି ଚେତାବନୀ ନାହିଁ ହେଲା। ଯେଉଁଠି ହଳଦିଆ ଲାଗିଛି ସେଠି ଅପଡ଼େଟ୍ ରୁହନ୍ତୁ ହେଲା। ଏବଂ ସତର୍କ, ଯଦି ଅରେଞ୍ଜ ବି ଲାଗିଛି ସତର୍କ ହେଲା। ଏବଂ ରେଡ୍ ହେଉଛି ସବୁଠାରୁ କ'ଣ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ହେଲା। ପୁରା ତମ ଅଞ୍ଚଳ ପୁରା ବିପଦରେ ଅଛି ହେଲା। ସେଇଠି ଦେଖ ଗ୍ରୀନ୍ରେ କିଛି ଅସୁବିଧା ନାହିଁ, ଗ୍ରୀନ୍ ସିଗ୍ନାଲ କେଉଁଠି ବି ନାହିଁ ମାନଚିତ୍ରରେ ଆମର। ତାହେଲେ ପିଲାମାନେ, ଯଦି ସାମୁଦ୍ରିକ ନୌଚାଳିକ ମାନେ ଆମେ ଆଗୁଆ ଜାଣିଦେବେ ଯେ ଝଡ଼ ତୋଫାନ ଆସିବ, ତାହେଲେ ସେମାନେ ଡଙ୍ଗା ନେଇ ଆଉ ସମୁଦ୍ରକୁ ଯିବେ ନାହିଁ। ବାତ୍ୟାର ସମ୍ଭାବନା ଥିଲେ ସମଗ୍ର ଉପକୂଳ ଅଞ୍ଚଳରେ ଅଧିବାସୀମାନେ ସ୍ଥାନାନ୍ତରଣ କରିବାକୁ ମଧ୍ୟ ପଡ଼ିଥାଏ ହେଲା। ପିଲାମାନେ, ତୁମ ଶ୍ରେଣୀର ପ୍ରତି 2 ଜଣଙ୍କୁ ନେଇ ଦଳ ଗଠନ କର। ବିଭିନ୍ନ ପରିସ୍ଥିତିରେ ପାଣିପାଗର ପୂର୍ବାନୁମାନ ଆମ ପାଇଁ କିପରି ଉପଯୋଗୀ ହେଉଛି ଆଲୋଚନା କର। ତୁମେ ଆଲୋଚନା କରିଥିବା ତଥ୍ୟ ଗୁଡ଼ିକ ବିଷୟରେ ଏକ ତାଲିକା ପ୍ରସ୍ତୁତ କର ଏବଂ ତୁମେ ଯେଉଁ ପାଣିପାଗର ପରିସ୍ଥିତି ବିଷୟରେ ତର୍ଜମା କରିଛ ତାହାକୁ ପାଖରେ ବସିଥିବା ଦଳ ସହିତ ଆଲୋଚନା କର ହେଲା। ହଉ ଛାଡ଼ ପିଲାମାନେ, ଆମେ ଭାରତ ମାନଚିତ୍ରରୁ ଦେଖିଲେ ଏହି ମାନଚିତ୍ରରେ ଭାରତର ପାଣିପାଗ ବିଭାଗ ଦ୍ୱାରା 2024 ମସିହା ମେ 19 ତାରିଖରେ ଜାରି କରାଯାଇଛି। ଏଥିରେ ପ୍ରଦତ୍ତ ପ୍ରତୀକ ଗୁଡ଼ିକ ନିରୀକ୍ଷଣ କର ଏବଂ ମାନଚିତ୍ରରେ ଦିଆଯାଇଥିବା ବିଭିନ୍ନ ପ୍ରତୀକକୁ ପରିସ୍ଥିତି ସହ ସମ୍ପର୍କ କର। ପିଲାମାନେ ଅନୁସନ୍ଧାନ କରିବା କ'ଣ ହେଲା, କେଉଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅଛି, କେଉଁ ରାଜ୍ୟରେ ଏଇଟା ହେଲା। ଆମ ପୁରା ସମ୍ପୂର୍ଣ୍ଣ ବିଷୟଟି ସରିଗଲା। ବୁଝିହେଲା? ଧନ୍ୟବାଦ ପିଲାମାନେ।